କ'ଣ ଆପଣମାନେ ଇଂଲିଶ ଇଣ୍ଟରଭ୍ୟୁରେ ଫେଲ୍ ହେଉଛନ୍ତି କି? କାହିଁକି ଆପଣମାନଙ୍କର କଟୁଛି ମାର୍କ? କେଉଁଥିରେ ଆପଣଙ୍କର ମିଷ୍ଟେକ୍ ରହୁଛି? ତ ଚାଲନ୍ତୁ ମୁଁ ଦେଖେଇବି କ'ଣ ମିଷ୍ଟେକ୍ ଆପଣ ଡେଲି କରୁଛନ୍ତି ଇଂଲିଶ ଇଣ୍ଟରଭ୍ୟୁ ମାଧ୍ୟମରେ। ଓଭରଅଲ୍ ସମସ୍ତେ କହିଥାନ୍ତି ଆଇ ଏମ୍ ନଟ୍ ଗୁଡ୍ ଇନ୍ ଇଂଲିଶ ଫାର୍ଷ୍ଟରେ, ବଟ୍ ତା ଅପେକ୍ଷା ଯଦି ଆପଣ କହିବେ ଆଇ ଏମ୍ ୱାର୍କିଂ ଅନ୍ ଇମ୍ପ୍ରୁଭିଂ ମାଇ ଇଂଲିଶ ଏଭ୍ରିଡେ, ଏଇଟା ବେଟର୍ ସାଉଣ୍ଡ ହେବ ଆପଣଙ୍କ ପାଇଁ। 2 ନମ୍ବରରେ ଆଇ ଥିଙ୍କ କହିବା ବଦଳରେ ଯଦି ଆପଣମାନେ କହିବେ ଆଇ ବିଲିଭ୍ ଅର୍ ଆଇ ଇନ୍ ମାଇ ଓପିନିଅନ୍, ତ ସେଇଟା ହେଉଛି ସବୁଠୁ ଆପଣଙ୍କ ପାଇଁ ବେଟର୍ ହେବ। ରଙ୍ଗ କହୁଛି କ'ଣ ନା କ୍ୟାନ୍ ୟୁ ରିପିଟ୍ ଦ କ୍ୱେଶ୍ଚନ୍ କହିବା ବଦଳରେ ଆପଣମାନେ ଏବେ ୟୁଜ୍ କରନ୍ତି କୁଡ୍ ୟୁ ପ୍ଲିଜ୍ ରିଫ୍ରେଜ୍ ଦ କ୍ୱେଶ୍ଚନ୍, ସେଇଟା ଆପଣଙ୍କୁ ଭଲ ସାଉଣ୍ଡ ଦେବ। ଓକେ, ଏଇ ଯେଉଁ 3ଟି ରହିଲା ଆପଣମାନଙ୍କ ପାଇଁ ରଙ୍ଗ, ତା ବଦଳରେ ଆପଣମାନେ ବେଟର୍ କ'ଣ କହିବେ ତାହା ମୁଁ ଆପଣମାନଙ୍କୁ ଟିପ୍ ମାଧ୍ୟମରେ ବୁଝେଇ ଦେଉଛି, ଯେଉଁଟାକି ଆଉ ସବୁବେଳେ କହିଲା ବେଳେ କନଫିଡେନ୍ସ ସହିତ ସ୍ପିକ୍ ଲାଉଡ଼ଲି କୁହନ୍ତୁ, ସୋ ଦ୍ୟାଟ୍ ୟୁ କ୍ୟାନ୍ ଆଚିଭ୍ ବାର ଆଟ୍ରାକ୍ଟିଭ୍ ଦ ଜଜେସ୍। ସୋ ଯାହାଫଳରେ କି ଆପଣମାନଙ୍କୁ ବହୁତ ସୁନ୍ଦର ସେମାନେ ଓପିନିଅନ୍ ବା ମାର୍କ ଦେଇପାରିବେ। ଠିକ୍ ଅଛି, ୟାକୁ କରେକ୍ସନ୍ କରନ୍ତୁ ଏବଂ ସଫଳତା ପାଆନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।